এইଟା ଥିଲା ଛୋଟ ଛୋଟ ଅର୍ଡର ସବୁ ଏମାନଙ୍କର ଥିଲା 15 ଜଣଙ୍କର ତା ଦେହରେ ଥିଲା ଗୋଟେ ଭେଜ ପଲାଉରେ ପନିର ଡ୍ରାଇ ଫ୍ରୁଟ ସୋୟା ପାଇଁ କହିଥିଲେ ତା ସାଙ୍ଗରେ ଥିଲା ମୋଟା ମୋଟା ଡାଲି ଗୋଟେ ଆଉ ଗୋଟେ ଭୋଜି ଷ୍ଟାଇଲ ର ଛତୁଟା କରିବେ ଏଇଟା ହଉଛି ଛେନାବଲ ତରକାରୀ ଛେନାବଲ ତରକାରୀଟା ଆମର ବହୁତ ଡିମାଣ୍ଡ ଆଇଟମ କାହିଁକିନା ସେଇଟା ବହୁତ ସଫ୍ଟ ଥାଏ ଆଉ ସମସ୍ତେ ବହୁତ ପସନ୍ଦ କରନ୍ତି ଏଇଟା ହଉଛି ଚିଲି କୋବି ଦେଖନ୍ତୁ ଚାଇନିଜ ଆଇଟମ ଆମର କୋଉଥିରେ ବି ଅଜିର ମୋଟ ସଲ୍ଟ ଚାଇନା ସଲ୍ଟ ପଡେନି କ୍ଷୀର ପୋଡ ପିଠା ରହିବ ହିଁ ରହିବ ପ୍ଲେନ ରୋଟି କହିଥିଲେ ତା ସାଙ୍ଗେ ଥିଲା ଭୋଜି ଷ୍ଟାଇଲ ର ଗୋଟେ କ୍ଷୀରି ହେଇଥିଲା ଗୋଟେ 15 ଜଣଙ୍କର ଖାଇବା ଦେଖିଲେ ତ କେତେ ସୁନ୍ଦର ଆଉ ରେଡି ହେଇଛି ଆଉ ଅନ୍ ଟାଇମ ରେ ଆମର ସବୁ ଜିନିଷ ପହଞ୍ଚିଯାଏ ଏଇଟା ଥିଲା ସେମିତି ଆଉ ଜଣଙ୍କର 10 ଜଣଙ୍କର ତାଙ୍କର ଥିଲା ଜିରା ରାଇସ୍ ସେ କହିଥିଲେ ବସୁମତୀ ରାଇସ ରେ କରିବା ପାଇଁ ତା ସାଙ୍ଗରେ ଥିଲା ପୋଟଳ ପନିର ଆଉ ଛୋଲେ ପକେଇକିରି ଗୋଟେ ତରକାରୀ କେତେ ଟେମ୍ପଟିଂ ଲାଗୁଛି କହିଲେ ଆଉ କହିଥିଲେ ତେଲ ଟିକେ କମ କରିବା ପାଇଁ ସେମିତି ସେ ଅନୁସାରେ ସେମାନଙ୍କ ପାଇଁ କରାହେଇଛି ତା ସାଙ୍ଗରେ ଥିଲା ଦହି ମାଛ ଆମର କଞ୍ଚା ମାଛର ଭାକୁର ମାଛର ଦହି ମାଛ କରା ହୁଏ କିନ୍ତୁ ଏତେ ଡିମାଣ୍ଡ ଯାହାର ବି ନନଭେଜ ଅର୍ଡର ଥିବ ମାନେ ମାଛ ରହିବ ହିଁ ରହିବ ଆଉ ଛେନାବଲ ତରକାରୀ ତ ମୁଁ ଆଗରୁ ବି କହିଛି ଏବେ ବି କହୁଛି ଛେନାବଲ ତରକାରୀ ସମସ୍ତଙ୍କର ଥାଏ ତା ସାଙ୍ଗରେ ଏମାନଙ୍କର ଗୋଟେ ସ୍ପେସିଫିକ ଥିଲା ଆମ୍ବ କ୍ଷୀରିଟା ଦେଖନ୍ତୁ କେତେ ସୁନ୍ଦର ଭାବରେ ଟେମ୍ପଟିଂ ଲାଗୁଛି ଆଉ ଆମ୍ବୁଲ ରାଇ ଦି ପ୍ରକାର ଆମର ହୁଏ ଗୋଟେ ଦହି ପକେଇକିରି ଆଉ ଗୋଟେ ତେନ୍ତୁଳି ଦେଇକିରି ଗୋଟେ ଖଟା ଟାଇପ ର କରା ହୁଏ ଗୁଡ ଦେଇକିରି କିନ୍ତୁ ଇଏ କହିଥିଲେ ଏଇଟା ଆମର ଦହି ପକେଇକିରି ବହୁତ ଡିମାଣ୍ଡ ଏ ସବୁ ଆଇଟମ ରେଡି ହେଇଗଲା ଆଉ ଅନ୍ ଟାଇମ ଆମର ନିହାତି ପହଞ୍ଚିବ ଆପଣ ମାନେ ବି ଯଦି ଏମିତି ଅର୍ଡର କରିବାକୁ ଚାହୁଁଛନ୍ତି ମୋର କ୍ୟାପସନ ଡିଟେଲ ଦେଇଦେଇଛି ଆପଣ ଅର୍ଡର କରିଦିଅନ୍ତୁ ଲଭ୍ ୟୁ ଅଲ୍ ଗଡ୍ ବ୍ଲେସ ୟୁ ଥ୍ୟାଙ୍କ ୟୁ ସୋ ମଚ୍।